ଶାଳୁଣା ବ୍ୟାରେଜ୍ ସୁଖାସଡ଼ା ଏପାଖ ସେପାଖ ଅଞ୍ଚଳଟାକୁ କାଲି ବୁଲିବା ପାଇଁ ଯାଇଥିଲି, ଦେଖିକିରି ଆସିଲି। ସ୍ଥିତି ପ୍ରକୃତରେ ଭୟଙ୍କର ସ୍ଥିତି। ହୀରାକୁଦକୁ ଯେତିକି ଜଳପ୍ରବାହ କଥା ହେଇପାରୁନାହିଁ, ମହାନଦୀ ତାର ଯେତିକି ସ୍କୋୟାର କିଲୋମିଟର ଅଛି ସେଥିରେ ଛତିଶଗଡ଼ର ଯେତିକି ଅଧିକାର ଅଛି ଓଡ଼ିଶାର ମଧ୍ୟ ସେତିକି ଅଧିକାର ଅଛି। ସେମାନେ ଡ୍ୟାମ୍ ତିଆରି କରନ୍ତୁ, ବ୍ୟାରେଜ୍ ତିଆରି କରନ୍ତୁ, ପାଣି ନିଅନ୍ତୁ, ମନା କରୁନୁ। କିନ୍ତୁ ଆମେ ଆମ ଅଧିକାରରୁ ବଞ୍ଚିତ ହେଲେ ଆମେ ବିରୋଧ କରିବୁ, ସ୍ୱାଭାବିକ ଭାବରେ ପ୍ରତିକ୍ରିୟା ହେବ। ଓଡ଼ିଶାରେ ସେଇ ପ୍ରତିକ୍ରିୟାଟା ହେଉଛି। ହୀରାକୁଦ ଜଳଭଣ୍ଡାର ଆଜିର ଦିନରେ 626 ଫୁଟ ପାଣି ଜାନୁଆରୀ ମାସରେ, ମେ ମାସକୁ କେତେ ଫୁଟ ପାଣି କମି ଯାଇଥିବ ତାକୁ ଏବେଠୁ ହିସାବ କରିବାକୁ, ଆଉ 10 ଫୁଟ ପାଣି କମିଯିବ କି ବେଶୀ କମିଯିବ। ହୀରାକୁଦ ଦିନକୁ ଦିନ ମୁଁ ଭାବୁଛି ଗୋଟେ ଭୟଙ୍କର ଦିଗକୁ ଯାଉଛି। ମହାନଦୀ ଜଳ ବିବାଦର ଯେଉଁ ସମସ୍ୟାଟା ପେଣ୍ଡିଂ ହେଇକିରି ଅଛି, ସେ ଦିଗରେ ଉଭୟ ସରକାର ଉଭୟ ରାଜ୍ୟର ଅଫିସର ମାନେ ବସିକରି ଆଲୋଚନା କରି ସମାଧାନଟା ତୁରନ୍ତ କରାଯାଉ, ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମାଧାନ କରାଯାଉ। କିନ୍ତୁ କ'ଣ ପ୍ରକୃତରେ ହେଲାନି ସେ ବାବଦରେ କେହି କିଛି ଜାଣନ୍ତିନି ଓଡ଼ିଶାରେ। ଆଜି ସରକାର ବି କହିଥିଲେ ଯେ ଆମେ ବସି ଆଲୋଚନା କରିବୁ, ଆକୁ ସମାଧାନ କରିଦେବୁ। କିନ୍ତୁ ସେମାନଙ୍କୁ ମୋର ଅନୁରୋଧ, ଯେଉଁମାନେ କ୍ଷମତାରେ ଅଛନ୍ତି, ଯେ ଏ ଦିଗରେ ଟିକେ ତ୍ୱରିତ ପଦକ୍ଷେପ ଦିଆଯାଉ। ପରିସ୍ଥିତି ଆୟତ୍ତ ବାହାରକୁ ଯିବା ପୂର୍ବରୁ ଏ ସମାଧାନ ବ୍ୟବସ୍ଥାଟା କରାଯାଉ।